ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଇବ ପୁସ୍ତକର 2 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ସ୍ୱର୍ଗ, ଈଶ୍ୱର ଓ ଶୟତାନ। ଉଷ ଦେଶ ଓ ସହରର ଆବର୍ଜନାପୂର୍ଣ୍ଣ ସ୍ଥାନ। ପ୍ରଥମତଃ ଆମେ ସ୍ୱର୍ଗ, ଈଶ୍ୱର ଓ ଶୟତାନ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। 2 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ହିଁ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା। ଦେଖନ୍ତୁ, ଏହି ସୃଷ୍ଟ ବାର୍ତ୍ତାବାହକମାନେ ପୁନର୍ବାର ସେମାନଙ୍କର ନିୟମିତ ସମ୍ବାଦ ଦେବାର କାର୍ଯ୍ୟ ଆରମ୍ଭ କଲେ। ଆଉ ଲକ୍ଷ୍ୟ କରନ୍ତୁ, ସେମାନେ ସମସ୍ତେ ସେମାନଙ୍କର ସମ୍ବାଦ ଈଶ୍ୱରଙ୍କୁ ଦେବାକୁ ଥିଲା। ଆପଣଙ୍କୁ ଓ ମୋତେ ମଧ୍ୟ ଦିନେ ଈଶ୍ୱରଙ୍କ ନିକଟରେ ସମ୍ବାଦ ଦେବାକୁ ପଡ଼ିବ। ଏହି ଜଗତରେ ଆମମାନଙ୍କର ଭଣ୍ଡାରଘରିଆ ଦାୟିତ୍ୱ ଉପରେ ଆମ୍ଭମାନଙ୍କୁ ଉତ୍ତରଦାୟୀ ହେବାକୁ ହେବ। ମନେ ରଖନ୍ତୁ, ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କର ସେହି ବିଚାରାସନ ସମ୍ମୁଖରେ ଛିଡ଼ା ହେବାକୁ ଯାଉଅଛନ୍ତି ଓ ସେଠାରେ ସେମାନେ ସେମାନଙ୍କର ଏହି ପୃଥିବୀ ଉପରେ ଭଣ୍ଡାରଘରିଆର ଦାୟିତ୍ୱ ନେଇ ସେମାନଙ୍କୁ ସମ୍ବାଦ ଦେବାକୁ ପଡ଼ିବ। 2 କରିନ୍ଥୀୟ 5 ପର୍ବର 10 ପଦରେ ଲେଖା ଅଛି, କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ଆମ୍ଭେମାନେ ତାହାଙ୍କୁ ଆମମାନଙ୍କ କାର୍ଯ୍ୟର ବିବରଣୀ ଦେବାକୁ ହେବ। ଆମ୍ଭେମାନେ ତାହାଙ୍କୁ ହିସାବ ଦେବାକୁ ଯାଉଅଛୁ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ୍ଭେମାନେ ସେହି ବୃହତ୍ ଶ୍ୱେତ ସିଂହାସନର ବିଚାର ନିକଟରେ ଉପସ୍ଥିତ ହେବା ନାହିଁ। ମାତ୍ର ସେଠାରେ ଅବିଶ୍ୱାସୀମାନେ ଓ ଅଧାର୍ମିକମାନେ ସେମାନଙ୍କର କାର୍ଯ୍ୟର ନିକାଶ ଦେବେ। ସେଥିପାଇଁ ପ୍ରକାଶିତ 20 ପର୍ବର 11 ପଦରୁ 15 ପଦ ମଧ୍ୟରେ ଆମେ ତାହା ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହି ପ୍ରକାରେ ଈଶ୍ୱରଙ୍କ ସୃଷ୍ଟ ପ୍ରତ୍ୟେକ ମନୁଷ୍ୟ ଈଶ୍ୱରଙ୍କ ନିକଟରେ ସେମାନଙ୍କର କାର୍ଯ୍ୟର ବିବରଣୀ ଦେବାକୁ ହେବ, ଯେହେତୁ ସେ ହେଉଛନ୍ତି ଈଶ୍ୱର ଓ ଆମ୍ଭେମାନେ ତାହାଙ୍କର ସୃଷ୍ଟ ମନୁଷ୍ୟ। ଆମେ କେବେ ହେଲେ ତାହାଙ୍କର କର୍ତ୍ତୃତ୍ୱ ଅଧୀନରୁ ବାହାରି ଯାଇପାରିବା ନାହିଁ। ଯଦିଓ ଆମମାନଙ୍କୁ ସ୍ୱାଧୀନତା ଦିଆଯାଇଅଛି, ମାତ୍ର ତାହା ସୀମିତ। ଆମେ ସମସ୍ତେ ତାହାଙ୍କ ନିକଟରେ ଉତ୍ତରଦାୟୀ। ଲକ୍ଷ୍ୟ କରନ୍ତୁ, ଯେତେବେଳେ ପରମେଶ୍ୱରଙ୍କ ସନ୍ତାନଗଣ ତାହାଙ୍କ ନିକଟରେ ଉପସ୍ଥିତ ହେବାକୁ ଆସିଲେ, ସେତେବେଳେ ଶୟତାନ ମଧ୍ୟ ସେମାନଙ୍କ ମଧ୍ୟରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା। ସେ ମଧ୍ୟ ତାହାର ସମ୍ବାଦ ଦେବା ପାଇଁ ଆସିଲା। ସେ ଈଶ୍ୱରଙ୍କ ସୀମାରେଖା ମଧ୍ୟରୁ ବାହାରି ଯାଇନାହିଁ। ଯଦିଓ ଈଶ୍ୱର ଜାଣିଥିଲେ ଯେ ସେ କ'ଣ ସମ୍ବାଦ ଦେବ, ତଥାପି ଶୟତାନକୁ ଈଶ୍ୱରଙ୍କ ନିକଟରେ ଉପସ୍ଥିତ ହେବାକୁ ଥିଲା ଓ ସେ ଯାହା ସବୁ କରି ଆସୁଥିଲା, ସେହିସବୁର ସମ୍ବାଦ ପ୍ରଭୁଙ୍କ ନିକଟରେ ଜଣାଇବାକୁ ଥିଲା। 2 ପଦରେ ଲେଖା ଅଛି, ଏଥିରେ ସଦାପ୍ରଭୁ ଶୟତାନକୁ କହିଲେ, ତୁମେ କେଉଁଠାରୁ ଆସିଲ? ତାହେଲେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ପୃଥିବୀରେ ଏଣେ ତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଶୟତାନ ପୁନର୍ବାର ସମ୍ବାଦ ଦେଇ କହେ ଯେ ସେ ଏହି ଜଗତରେ ତାହାର କାର୍ଯ୍ୟ ସାଧନ କରୁଅଛି। ସେ ଏହି ଜଗତକୁ ନିୟନ୍ତ୍ରଣ କରୁଅଛି ଓ ମୁଁ ବିଶ୍ୱାସ କରେ ସେ ଆଜି ମଧ୍ୟ ତାହାର କାର୍ଯ୍ୟ ଏହି ଜଗତରେ ସାଧନ କରୁଅଛି। ପ୍ରିୟ ବନ୍ଧୁ, ଆପଣ ଆପଣଙ୍କର ଚତୁର୍ଦ୍ଦିଗ ପ୍ରତି ଦୃଷ୍ଟିପାତ କରନ୍ତୁ ଓ ଦେଖନ୍ତୁ, କିଏ ଏହି ଜଗତକୁ ନିୟନ୍ତ୍ରଣ କରୁଅଛି? ଏହା କ'ଣ ଶୟତାନ ନୁହେଁ କି? ଯେଉଁ ଆଡ଼କୁ ଲକ୍ଷ୍ୟ କରିବେ, ଖାଲି ଅନ୍ୟାୟ, ଅନୀତି, ଅଧର୍ମ, ଅସତ୍ୟ, ବ୍ୟଭିଚାର, ଚୋରି, ଡକାୟତି, ନରହତ୍ୟା ଏହି ସମସ୍ତ ଲାଗି ରହିଅଛି। ଧ୍ୱଂସର ତାଣ୍ଡବ ଲୀଳା ଚାଲିଛି। ଏହା କ'ଣ ଶୟତାନର କାର୍ଯ୍ୟ ନୁହେଁ କି? କାରଣ ତାହାର କାର୍ଯ୍ୟ ହେଉଛି ବଧ ଓ ବିନାଶ କରିବା। 3 ପଦରେ ଲେଖା ଅଛି, ତ ସଦାପ୍ରଭୁ ଶୟତାନକୁ କହିଲେ, ତୁମ୍ଭେ କି ଆମ୍ଭଦାସ ଆଇବ ପ୍ରତି ମନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ। ପୁଣି ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏଯାଏ ଆପଣା ସରଳତା ଦୃଢ଼ କରି ଧରିଅଛି। ବର୍ତ୍ତମାନ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସଦାପ୍ରଭୁ ଶୟତାନକୁ ଆଇବଙ୍କ ପ୍ରତି ଯାହା ସବୁ ଘଟାଇବା ନିମନ୍ତେ ଅନୁମତି ଦେଇଥିଲେ, ତହିଁରେ ଆଇବଙ୍କର କୌଣସି ତ୍ରୁଟି ନଥିଲା। ଆଇବଙ୍କର ଦୋଷ ନଥିଲେ ମଧ୍ୟ ଆଇବଙ୍କ ପ୍ରତି ସେହିସବୁ ଘଟିଥିଲା। ଲୋକେ ମଧ୍ୟ ଅନେକ ସମୟରେ ଏହି ପ୍ରଶ୍ନ କରନ୍ତି
ଈଶ୍ୱର କାହିଁକି ମୋ ପ୍ରତି ଏହିପରି ଘଟାଉଛନ୍ତି? ମୋ ପ୍ରତି କାହିଁକି ଏପରି ବିପତ୍ତି ଘଟୁଅଛି? ସମ୍ଭବତଃ ପ୍ରଭୁଙ୍କଠାରୁ ଏହାର ଉତ୍ତର ଏହିପରି ମିଳିପାରେ, ଏଥି ନିମନ୍ତେ ଆପଣଙ୍କର କୌଣସି ଦୋଷ ନାହିଁ। ମୁଁ ମଧ୍ୟ ତୁମ୍ଭକୁ ବିନାଶ କରିବାକୁ ଚାହେଁ ନାହିଁ କି ମୁଁ ତୁମ୍ଭକୁ ଶାସ୍ତି ଦେଉନାହିଁ, ମାତ୍ର ମୁଁ ତୁମ୍ଭକୁ ମୋହର ନିକଟବର୍ତ୍ତୀ କରାଇବାକୁ ଚାହେଁ। ଆଉ ତାହା ହିଁ ସେ ଆଇବଙ୍କ ପ୍ରତି କରିଥିଲେ। ଆଇବଙ୍କର କୌଣସି ଦୋଷ ନଥିଲା, ମାତ୍ର ସେ ଆଇବଙ୍କୁ ଅଧିକରୁ ଅଧିକ ତାହାଙ୍କର ନିକଟବର୍ତ୍ତୀ କରାଇବାକୁ ଚାହିଁଥିଲେ ଓ ବିଶ୍ୱାସରେ ଦୃଢ଼ କରିବାକୁ ଚାହିଁଥିଲେ। ସଦାପ୍ରଭୁ ପୁନର୍ବାର ଶୟତାନର ଦୃଷ୍ଟି ଆଇବଙ୍କ ପ୍ରତି ଫେରାନ୍ତି। ସଦାପ୍ରଭୁ ଶୟତାନଙ୍କୁ କହନ୍ତି, ଆଇବ ତଥାପି ମୋହର ସେବା କରୁଅଛି। ତୁମ୍ଭେ କହିଲ, ଯଦି ମୁଁ ତୁମ୍ଭକୁ ଆଇବର ସମସ୍ତ ସୁଖ ସମ୍ଭ୍ରମକୁ ନେଇଯିବା ପାଇଁ ଅନୁମତି ଦିଅନ୍ତି, ତାହେଲେ ସେ ମୋଠାରୁ ଦୂରେଇ ଯିବ ଓ ମୋତେ ଅସ୍ୱୀକାର କରିବ। ମାତ୍ର ସେ ତାହା କରିନାହିଁ। ସେ ତାହାର ବିଶ୍ୱସ୍ତତା ରକ୍ଷା କରିଅଛି। ସେ ମୋତେ ଅସ୍ୱୀକାର କରିନାହିଁ। 4 ଓ 6 ପଦରେ ଲେଖା ଅଛି, ଥରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ। ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସ ସ୍ପର୍ଶ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମକୁ ପରିତ୍ୟାଗ କରିବ। ତହିଁରେ ସଦାପ୍ରଭୁ ଶୟତାନଙ୍କୁ କହିଲେ, ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର। ଶୟତାନ ଆମ୍ଭମାନଙ୍କର ଦୁର୍ବଳତା ଜାଣେ। ସେ ମନୁଷ୍ୟ ବିଷୟରେ ଅତି ଭଲ ଭାବେ ଜାଣେ ଯେ ମନୁଷ୍ୟର ଦୁର୍ବଳତା କେଉଁଠି, ଆଉ ସେ ତଦନୁଯାୟୀ ମନୁଷ୍ୟକୁ ପରୀକ୍ଷା ତଥା ପ୍ରଲୋଭନରେ ପକାଇଥାଏ, ଯଦ୍ୱାରା ମନୁଷ୍ୟ ଯେପରି ଈଶ୍ୱରଙ୍କ ସହଭାଗିତାରୁ ପତିତ ହୁଏ। ଯେତେବେଳେ ଆମର ଶରୀର ପ୍ରତି କୌଣସି ଆଘାତ ଆସେ, ସେତେବେଳେ ଆମେ ଭାଙ୍ଗିପଡ଼ୁ। ମାତ୍ର ଈଶ୍ୱର ଆମମାନଙ୍କୁ ପ୍ରତିଜ୍ଞା କରି କହିଅଛନ୍ତି ଯେ ସେ ଆମମାନଙ୍କୁ କେବେ ହେଲେ ପରୀକ୍ଷାରେ ପତିତ ହେବାକୁ ଦେବେ ନାହିଁ, କି ଆମମାନଙ୍କର ସହ୍ୟ କରିବାର ବାହାରେ ଆମ୍ଭମାନଙ୍କୁ ସେ ପରୀକ୍ଷା କରିବେ ନାହିଁ। 1 କରିନ୍ଥୀୟ 10 ପର୍ବର 13 ପଦରେ ଏହିପରି ଲେଖା ଅଛି, ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟିନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ଈଶ୍ୱର ଆମ୍ଭମାନଙ୍କୁ ଆମମାନଙ୍କ ସହ୍ୟ କରିବାର ବାହାରେ କେବେ ହେଲେ ପରୀକ୍ଷିତ ହେବା ନିମନ୍ତେ ଅନୁମତି ଦେବେ ନାହିଁ। ଆମେ ତାହା ଜାଣି ରଖିବା ଉଚିତ। ଈଶ୍ୱର ଯଦିଓ ଆଇବଙ୍କର ଅସ୍ଥି ଓ ମାଂସକୁ ସ୍ପର୍ଶ କରିବା ନିମନ୍ତେ ଶୟତାନଙ୍କୁ ଅନୁମତି ଦେଇଥିଲେ, ମାତ୍ର ତାହାଙ୍କର ପ୍ରାଣ ଉପରେ ହସ୍ତକ୍ଷେପ କରିବାକୁ ଅନୁମତି ଦେଇନଥିଲେ। ମୋର ପ୍ରିୟ ବନ୍ଧୁ, ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି ଓ ଯେଉଁପରି ସମସ୍ୟା ମଧ୍ୟ ଦେଇ ଗତି କରୁଥାନ୍ତୁ ନା କାହିଁକି, ଈଶ୍ୱର ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ। ଏହା ହିଁ ହେଉଛି ଏକ ମହାନ ସାନ୍ତ୍ୱନା। ଆମେ ଜାଣୁନା ଆମ୍ଭମାନଙ୍କ ସମ୍ମୁଖରେ କ'ଣ ଅଛି। ଏହା ଦୁଃଖ କିମ୍ବା ଆନନ୍ଦର ଦିନ ହୋଇପାରେ, କିନ୍ତୁ ସେ ଯାହା କିଛି ହେଉନା କାହିଁକି, ଈଶ୍ୱର କହନ୍ତି, ମୁଁ ତୁମକୁ ତହିଁ ମଧ୍ୟ ଦେଇ ଯିବା ପାଇଁ ସମର୍ଥ କରାଇବି। ତାହା ହିଁ ହେଉଛି ଏକ ଚମତ୍କାର ବିଷୟ, କାରଣ ସେ ଆମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦିଅନ୍ତି ନାହିଁ। ସେ ଜାଣନ୍ତି ଆମ୍ଭେମାନେ କେତେ ଦୂର ତାହା ସହ୍ୟ କରିପାରିବା ବା ନ କରିପାରିବା, ଆଉ ତଦନୁଯାୟୀ ସେ ଆମମାନଙ୍କୁ ପରୀକ୍ଷା ମଧ୍ୟ ଦେଇ ଯିବା ପାଇଁ ଦେଇଥାନ୍ତି, ଯେପରି ଆମମାନେ ତାହାଙ୍କଠାରେ ଆହୁରି ବିଶ୍ୱାସରେ ବଳିଷ୍ଠ ହେଉ ଆଉ ଅଧିକରୁ ଅଧିକ ତାହାଙ୍କର ନିକଟବର୍ତ୍ତୀ ହେଉ। ତାହା ଆମମାନଙ୍କର ବିନାଶ ପାଇଁ ନୁହେଁ, ଆମମାନଙ୍କର ମଙ୍ଗଳ ପାଇଁ। ଶୟତାନ ହେଉଛି ମିଥ୍ୟାବାଦୀ। ଶୟତାନ କହେ ଯେ ଆଇବ ତାହାର ଶରୀର ନିମନ୍ତେ ସମସ୍ତ କିଛି ଦେଇଦେବ, ଓ ତାହା ହେଉଛି ଯେ ଯଦି ସେ ଆଇବଙ୍କର ଅସ୍ଥି ଓ ମାଂସକୁ ସ୍ପର୍ଶ କରିବା ନିମନ୍ତେ ଅନୁମତି ପାଏ, ତାହେଲେ ଆଇବ ଈଶ୍ୱରଙ୍କୁ ନିଶ୍ଚିତ ଭାବରେ ଶାପ ଦେବ ଓ ତାହାଙ୍କୁ ଅସ୍ୱୀକାର କରିବ। ତେବେ ଦେଖନ୍ତୁ 2 ପର୍ବର 7 ଓ 8 ପଦରେ ଏହିପରି ଲେଖା ଅଛି, ଏବୁତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରିଯାଇ ଆଇବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ମହାଜ୍ୱାଳାଜନକ ବିସ୍ଫୋଟକରେ ତାହାକୁ ଆଘାତ କଲା। ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା। ଦେଖନ୍ତୁ, ଆଇବ
ତାହାଙ୍କର ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ପରୀକ୍ଷିତ ହେଲେ। ଶୈତାନ ପ୍ରକୃତରେ ତାହାଙ୍କୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛି। ସେ ଆୟୁବଙ୍କର ଆର୍ଥିକ ସମ୍ପଦ ଉପରେ ଆଘାତ କରି କ୍ଷତିଗ୍ରସ୍ତ କରାଇଲା। ସେ ତାହାଙ୍କର ପରିବାର ଉପରେ ଆଘାତ କରି ପରିବାରକୁ କ୍ଷତିଗ୍ରସ୍ତ କରାଇଲା ଓ ବର୍ତ୍ତମାନ ସେ ତାହାଙ୍କର ଶରୀରକୁ ଆଘାତ କରି ଶରୀରର କ୍ଷତି ଘଟାଇବାକୁ ଚେଷ୍ଟା କରୁଅଛି। ବାସ୍ତବରେ ଆୟୁବ ଯେଉଁପରି ଭାବେ ସମସ୍ୟା ମଧ୍ୟ ଦେଇ ଗତି କରିଥିଲେ ତାହା ମନୁଷ୍ୟର କଳ୍ପନାର ବାହାରେ, ମନୁଷ୍ୟର ସହ୍ୟ କରିବାର ବାହାରେ। ଏହା ତାହାଙ୍କ ପାପ ନିମନ୍ତେ ଶାସ୍ତି ନଥିଲା। ଯଦି ଆମେ ଏହି ଘଟଣାଟିକୁ ଭଲ ଭାବେ ବୁଝିବା ନିମନ୍ତେ ଚେଷ୍ଟା ନ କରୁ ତାହେଲେ ଆମେ ଏହାର ବାସ୍ତବ ନିଗୂଢ଼ ବିଷୟକୁ ଜାଣିପାରିବା ନାହିଁ। ସେଥିପାଇଁ ଏହି ପୁସ୍ତକର ଆରମ୍ଭରେ ଆମେ ଆୟୁବଙ୍କର ବାସ୍ତବ ପରିଚୟ ପାଉ, ଯେପରି ଆମେ ଏହି ପୁସ୍ତକରେ ଲିଖିତ ହୋଇଥିବା ବିଷୟବସ୍ତୁର ପ୍ରକୃତ ଭାବକୁ ବୁଝିବାକୁ ସମର୍ଥ ହୋଇପାରୁ। ଆୟୁବଙ୍କ ପ୍ରତି ଯାହା ସବୁ ଘଟିଥିଲା ତହିଁରେ ଈଶ୍ୱରଙ୍କର ଏକ ମହତ୍ ଅଭିମତ ସଫଳ ହେବାକୁ ଯାଉଥିଲା। ଏହା ତାଙ୍କର ପାପର ପ୍ରତିଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଅଭିମତ ସାଧନ ନିମନ୍ତେ। ଏହା ଆୟୁବଙ୍କର ଅମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ମଙ୍ଗଳର ନିମନ୍ତେ। ହୋଇପାରେ ମନୁଷ୍ୟର ଦୃଷ୍ଟିରେ ବା ଚିନ୍ତାଧାରାରେ ଏହା ଅମଙ୍ଗଳର ବିଷୟ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ଏହା ମଙ୍ଗଳର ବିଷୟ ଥିଲା। ସେଥିପାଇଁ ଯିଶାୟ 55 ପର୍ବର 9 ପଦରେ ଲେଖା ଅଛି, କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେମନ୍ତ ଉଚ୍ଚ, ତେମନ୍ତ ଆମ୍ଭର ମାର୍ଗ ସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। ପ୍ରିୟ ବନ୍ଧୁ, ଦିନ ଆସିଲା ଆୟୁବ ଜାଣିବାକୁ ପାରିଲେ ଯେ ତାହାଙ୍କର ଅନୁଭୂତି ମଧ୍ୟ ଦେଇ କିଛି ଉତ୍ତମ ବିଷୟ ସେ ପ୍ରାପ୍ତ ହେବାକୁ ଯାଉଅଛନ୍ତି। ମାତ୍ର ପ୍ରଥମେ ସେ ସେହିସବୁ କାହିଁକି ତାହାଙ୍କ ଜୀବନରେ ଘଟୁଅଛି ତାହା ସେ ଜାଣିପାରିନଥିଲେ। ଏହା କେବଳ ଆୟୁବଙ୍କର ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଈଶ୍ୱରଙ୍କର ଗୌରବ ନିମନ୍ତେ ମଧ୍ୟ ଘଟିଥିଲା। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନ ଏକ ସହଜ ଓ ଆରାମଦାୟକ ଜୀବନ ନୁହେଁ। ଏହା ଅନେକ ଉତ୍ଥାନ ଓ ପତନ ମଧ୍ୟ ଦେଇ ପରୀକ୍ଷିତ ହୁଏ, ଗତି କରେ, ଯେପରି ଏହାର ସତ୍ୟତା ଓ ବାସ୍ତବତା ସର୍ବଜଗତରେ ପ୍ରକାଶିତ ହୁଏ ଓ ଈଶ୍ୱରଙ୍କର ଗୌରବ ହୁଏ। ଖ୍ରୀଷ୍ଟୀୟ ଜୀବନ ଏକ ପରୀକ୍ଷାମୟ ଜୀବନ ଓ ପରୀକ୍ଷା ସିଦ୍ଧ ଜୀବନ, କିନ୍ତୁ ତାହା ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସାଧିତ ହୋଇଥାଏ। ତେଣୁ ଯେତେବେଳେ ଆମମାନେ ଆମମାନଙ୍କ ଜୀବନରେ କୌଣସି ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁ, ଆମ୍ଭେମାନେ ଖ୍ରୀଷ୍ଟ ବିଶ୍ୱାସୀ ବା ବିଶ୍ୱାସିନୀ ହିସାବରେ ଭାଙ୍ଗି ପଡ଼ିବା ଉଚିତ ନୁହେଁ ବା ଈଶ୍ୱରଙ୍କ ପ୍ରତି କ୍ରୋଧ ପ୍ରକାଶ କରିବା ଉଚିତ ନୁହେଁ। ବରଞ୍ଚ ଆମମାନେ ଆମମାନଙ୍କର ଜୀବନକୁ ସମୀକ୍ଷା କରିବା ଉଚିତ। ଯଦି ଆମେ ଆମର ଜୀବନକୁ ଆୟୁବଙ୍କର ଜୀବନ ସହିତ ତୁଳନା କରିବା, ଚିନ୍ତା କରନ୍ତୁ, ଆମର ଜୀବନ କ'ଣ ଆୟୁବଙ୍କର ଜୀବନ ଭଳି? ଆମେ କେବେ ଆୟୁବଙ୍କ ପରି ହୋଇପାରିବା? କିନ୍ତୁ ଆଜି ଆମମାନଙ୍କର ଏ ପ୍ରକାର କଳୁଷିତ ଜୀବନରେ ମଧ୍ୟ ଯଦି ଆମେ ଈଶ୍ୱରଙ୍କର କୌଣସି ପ୍ରକାର ଶାସନ ମଧ୍ୟ ଦେଇ ଗତି କରୁ, ତାହେଲେ ଆମମାନେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଉଚିତ। ନିଜର ଦୋଷ ଦୁର୍ବଳତାକୁ ଦେଖିବା ଉଚିତ ଏବଂ ତାହା ସ୍ୱୀକାର କରି ପ୍ରଭୁ ଯୀଶୁଙ୍କୁ ଆମମାନଙ୍କର ହୃଦୟରେ ଗ୍ରହଣ କରି ଆମମାନଙ୍କର ଜୀବନର ସାଥୀ କରି ତାହାଙ୍କ ସହିତରେ ଚାଲିବା ଉଚିତ। ବର୍ତ୍ତମାନ ଆମେ ଆୟୁବଙ୍କର ସ୍ତ୍ରୀଙ୍କର ମନୋଭାବ ପ୍ରତି ଟିକେ ଦୃଷ୍ଟି କରିବା। ଦେଖନ୍ତୁ, 2 ପର୍ବର 9 ପଦରେ ଏହିପରି ଲେଖା ଅଛି, ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, ତୁମେ କି ଏଯାଏଁ ଆପଣାର ସରଳତା ଦୃଢ଼ କରି ଧରୁଅଛ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର। କେଡ଼େ ଦୁଃଖର ବିଷୟ। ଦେଖନ୍ତୁ, ତାଙ୍କର ସ୍ତ୍ରୀ କହୁଛି, ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର। ଆୟୁବଙ୍କର ଶାରୀରିକ ପୀଡ଼ା ଏତେ ଦୂର କଷ୍ଟଦାୟକ ଓ ଜଘନ୍ୟ ଥିଲା ଯେ ଶେଷରେ ତାହା ତାହାର ସ୍ତ୍ରୀ ନିମନ୍ତେ ମଧ୍ୟ ଅସହ୍ୟ ହୋଇପଡ଼ିଲା। ସେ ଆୟୁବଙ୍କର ଶାରୀରିକ ପୀଡ଼ାକୁ ଦେଖି ଆଉ ସହ୍ୟ କରିପାରିଲା ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆୟୁବ ସଦାପ୍ରଭୁଙ୍କୁ ଶାପ ଦେବା ପରିବର୍ତ୍ତେ ସେ ସଦାପ୍ରଭୁଙ୍କୁ ପରୋକ୍ଷରେ ଶାପ ଦେଲା। ପ୍ରଶ୍ନ ଆସେ, ଶୟତାନ କାହିଁକି ଆୟୁବଙ୍କର ସ୍ତ୍ରୀକୁ ବିନାଶ କଲା ନାହିଁ? ଏହାର କାରଣ ହୋଇପାରେ ଯେ ତାହାଙ୍କର ସ୍ତ୍ରୀ ତାହାଙ୍କ ପ୍ରତି କୌଣସି ଉପକାରରେ ଆସୁନଥିଲା। କିନ୍ତୁ ଯେଉଁମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହୁଅନ୍ତି, ପ୍ରଭୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାହାଙ୍କ ସହିତରେ ଚାଲିବା ପାଇଁ ପଦକ୍ଷେପ ନିଅନ୍ତି, ଶୟତାନ ସେମାନଙ୍କ ପଛରେ ଲାଗିଥାଏ
ସେମାନଙ୍କୁ ବିନାଶ କରିବା ପାଇଁ ଚେଷ୍ଟା କରେ। ଏଥିରୁ ଆମେ ତହିଁର ପ୍ରମାଣ ପାଉ। ତେବେ ଦେଖନ୍ତୁ 2 ପର୍ବର 10 ପଦରେ ଲେଖା ଅଛି, ସେ ତାହାକୁ କହିଲା, ତୁମ୍ଭେ ଏକ ମୁଢ଼ା ସ୍ତ୍ରୀ ପରି କଥା କହୁଅଛ। କ'ଣ ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା, ଆଉ ଅମଙ୍ଗଳ କ'ଣ ଗ୍ରହଣ କରିବା ନାହିଁ? ଏହିସବୁରେ ଆଇବ ଆପଣା ଓଷ୍ଠରେ ପାପ କଲା ନାହିଁ। ଜାଣିପାରୁଛନ୍ତି, ଆଇବଙ୍କର ସରଳତାର ଜୀବନ, ଆଇବଙ୍କର ଉତ୍ସର୍ଗୀକୃତ ଜୀବନ, ଆଇବ ତାହାଙ୍କର ବିଶ୍ୱସ୍ତତା ରକ୍ଷା କରିଥିଲେ। ସେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରୁନଥିଲେ। ଏହି ସମସ୍ତ ସତ୍ୟ ମଧ୍ୟ ସେ ଈଶ୍ୱରଙ୍କର ସହିତରେ ରହିବା ପାଇଁ ଚାହୁଁଛନ୍ତି। ଈଶ୍ୱରଙ୍କଠାରୁ ସେ ଅମଙ୍ଗଳ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତୁତ। ସେଥିରୁ ଆମେ ଜାଣିପାରୁଛୁ ଯେ ଆଇବଙ୍କର ବିଶ୍ୱସ୍ତତା କେତେ ମହାନ। ଆମେ ସେ ପ୍ରକାର ବିଶ୍ୱସ୍ତତାର ଜୀବନଯାପନ କରିପାରୁଛୁ କି? ଆମେ କେବଳ ଈଶ୍ୱରଙ୍କଠାରୁ ମଙ୍ଗଳ ବିଷୟ ଆଶା କରୁ। ଯଦି କିଛି ଅମଙ୍ଗଳ ଘଟେ, ଆମେ ସାଙ୍ଗେ ସାଙ୍ଗେ ଈଶ୍ୱରଙ୍କୁ ଶାପ ଦେଉ, ଈଶ୍ୱରଙ୍କର ବଚସା କରୁ, ଈଶ୍ୱରଙ୍କ ପ୍ରତି ଆମମାନଙ୍କର ଅସନ୍ତୋଷ ଭାବ ପ୍ରଦର୍ଶନ କରୁ। କିନ୍ତୁ ଦେଖନ୍ତୁ ଆଇବଙ୍କର ଜୀବନ, ସବୁକିଛି ଚାଲିଗଲା, ତଥାପି ଆଇବ ବିଶ୍ୱାସରେ ଦୃଢ଼। ତେବେ ଏଇଠାରୁ ଆମେ ବାସ୍ତବ ବିଷୟବସ୍ତୁର ଆରମ୍ଭ ହେବାର ଲକ୍ଷ୍ୟ କରିବାକୁ ପାରିବା। ଆମେ ଦେଖିସାରିଛୁ ଯେ ଆଇବ କିପରି ପରୀକ୍ଷିତ ହେଲେ ଓ ସେ କିପରି ଏହି ପରୀକ୍ଷା ମଧ୍ୟ ଦେଇ ତାହାଙ୍କର ବିଶ୍ୱସ୍ତତା ରକ୍ଷା କଲେ। କିନ୍ତୁ ବର୍ତ୍ତମାନ ଆଇବଙ୍କର ବନ୍ଧୁମାନେ ତାହାଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେବାକୁ ଆସିଅଛନ୍ତି। ବର୍ତ୍ତମାନ ତାହାଙ୍କର ସାଧୁତା ଓ ବିଶ୍ୱସ୍ତତା ବାସ୍ତବରେ ବାଧାପ୍ରାପ୍ତ ହେବାକୁ ଯାଉଅଛି। ତେବେ ଦେଖନ୍ତୁ 2 ପର୍ବର 11 ପଦରେ ଲେଖା ଅଛି, ଆଇବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲଫସ୍ ଓ ସୁହିୟ ବିଲ୍ଦଦ୍ ଓ ନାମାଥୀୟ ସୋଫର ନାମରେ ତାହାର ଏହି 3 ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ। ପୁଣି ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ। ବର୍ତ୍ତମାନ ଆମେ ଆଇବଙ୍କର 3 ଜଣ ଅତି ଘନିଷ୍ଠ ବନ୍ଧୁଙ୍କର ପରିଚୟ ପାଉଅଛୁ। ସେମାନେ ହେଲେ ତୈମନୀୟ ଇଲଫସ୍, ସୁହିୟ ବିଲ୍ଦଦ୍ ଓ ନାମାଥୀୟ ସୋଫର। ଇଲଫସ୍ ତୈମନୀୟ ବଂଶଧର ଥିଲା। ଆଦିପୁସ୍ତକ 36 ପର୍ବର 10 ଓ 11 ପଦ ଅନୁଯାୟୀ ଏହି ତୈମନ୍ ଏସୌର ନାତି ଥିଲା। ବିଲ୍ଦଦ୍ ସୁହିୟ ବଂଶଧର ଥିଲା। ଆଦିପୁସ୍ତକ 25 ପର୍ବର 2 ପଦ ଅନୁଯାୟୀ ଏହି ସୁହିୟ ଅବ୍ରାହ୍ମଙ୍କର ସନ୍ତାନ ଥିଲା ଓ ସୋଫର ନାମାଥୀୟ ବଂଶଧର ଥିଲା। ଏହି ନାମା ଆରବର ଉତ୍ତର ଭାଗରେ ଥିଲା। ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ଆଇବଙ୍କର ସମୟ ସେହି ପିତୃପୁରୁଷଙ୍କ ସମୟ ସହିତ ଖାପ ଖାଉଅଛି ଓ ଆଇବଙ୍କ ବସତି ସ୍ଥାନର ପରିଚୟ ଦେଉଅଛି, ଯଦିଓ ଆମେ ସେହି ସ୍ଥାନର ଏକ ସ୍ପଷ୍ଟ ନକ୍ସା ପାଇନାହୁଁ। ତେବେ ଏହି 3 ଜଣ ବନ୍ଧୁ ଆଇବଙ୍କ ସହିତ ଶୋକ କରିବା ନିମନ୍ତେ ଓ ତାହାଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ ଆସିଥିଲେ। ମାତ୍ର ଦୁଃଖର ବିଷୟ ଏହି ଯେ ସେମାନେ ଆଇବଙ୍କର ଈଶ୍ୱରଙ୍କୁ ଜାଣିନଥିଲେ। କିବା ଈଶ୍ୱର କାହିଁକି ଆଇବଙ୍କ ପ୍ରତି ଏପରି ଅନିଷ୍ଟ ଘଟାଇଲେ ତାହା ମଧ୍ୟ ସେମାନେ ଜାଣିନଥିଲେ। ସେମାନେ ଏପର୍ଯ୍ୟନ୍ତ ଆଇବଙ୍କର ଅତି ଉତ୍ତମ ବନ୍ଧୁ ଥିଲେ। ମାତ୍ର ଏହି ସମସ୍ତ ଘଟଣା ପରେ ସେମାନେ ଆଇବଙ୍କଠାରୁ ଦୂରେଇ ଗଲେ। କିନ୍ତୁ ସେମାନେ ଯେଉଁ ସମସ୍ତ ବିଷୟକୁ ସନ୍ଦେହ କରି ଆଇବଙ୍କୁ ଦୋଷାରୋପ କରିବାକୁ ଚାହିଁଥିଲେ, ତାହା ପ୍ରକୃତରେ ଭୁଲ ଥିଲା। ପ୍ରିୟ ବନ୍ଧୁ, ଏହି କାରଣରୁ ଆମେ ମଧ୍ୟ ସତର୍କ ହେବା ଉଚିତ ଓ ଅନ୍ୟର ବିଚାର କରିବା ଉଚିତ ନୁହେଁ। ଈଶ୍ୱର କାହିଁକି ତାହା ପ୍ରତି ସେପରି ଘଟାଇଛନ୍ତି ତାହା ଆମେ ବିଚାର କରି ତାହାର ପାପର ପ୍ରତିଫଳ ହେତୁ ଯେ ଏପରି ଘଟୁଅଛି ତାହା କହିବା ମଧ୍ୟ ଅନୁଚିତ। ତାହାର ଏପରି ପାପ ଲାଗି ଈଶ୍ୱର ଯେ ତାହାକୁ ଏପରି ପ୍ରତିଫଳ ଦେଇଅଛନ୍ତି ସେପରି କହିବା ମଧ୍ୟ ଠିକ୍ ନୁହେଁ। ଈଶ୍ୱର ତାହା ଜାଣନ୍ତି। ଆମେ କିଏ ଯେ ମଣିଷର ବିଚାର କରିବା? ତେବେ ତାହାଙ୍କର ବନ୍ଧୁମାନଙ୍କର ଚିନ୍ତାଧାରା ଯଦିଓ ଆଇବଙ୍କ ପ୍ରତି ଭୁଲ ଥିଲା, ମାତ୍ର ସେମାନେ ଆଇବଙ୍କର ବାସ୍ତବ ବନ୍ଧୁ ଥିଲେ। ତେବେ 12 ଓ 13 ପଦରେ ଏହିପରି ଲେଖା ଅଛି, ଏଉତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚସ୍ୱରରେ ରୋଦନ କଲେ। ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ। ତେଣୁ ସେମାନେ 7 ଦିନ ଓ 7 ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ। କେହି ତାହାକୁ କିଛି କହିଲେ ନାହିଁ,
କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ। ଦେଖନ୍ତୁ, ଆଇବଙ୍କର ବନ୍ଧୁମାନେ ଆସି 7 ଦିନ ଓ 7 ରାତ୍ରି ଆଇବଙ୍କ ସହିତ ଭୂମିରେ ବସିଲେ, ଯେପରି ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଇପାରନ୍ତି। ମାତ୍ର ସେମାନେ ଯଦିଓ ଆଇବଙ୍କ ନିମନ୍ତେ ଶୋକ କଲେ, କିନ୍ତୁ ତାହାଙ୍କୁ ସାନ୍ତ୍ୱନା ଦେଇପାରିଲେ ନାହିଁ। ଏହାର କାରଣ ହେଉଛି ଯେ ସେମାନେ ଈଶ୍ୱରଙ୍କ ଅଭିମତକୁ ବୁଝିପାରିନଥିଲେ, କି ସେମାନେ ଆଇବଙ୍କୁ ଭଲ ଭାବେ ବୁଝିପାରିନଥିଲେ ଓ ସେମାନେ ନିଜକୁ ଭଲ ଭାବେ ମଧ୍ୟ ବୁଝିପାରିନଥିଲେ। ସେମାନେ ଯଦିଓ 7 ଦିନ ଧରି ଆଇବଙ୍କ ନିମନ୍ତେ ଶୋକ କଲେ ଓ ତାହାଙ୍କର ଏହିପରି ଦାରୁଣ ଦୁଃଖ ପ୍ରତି ସମବେଦନା ଜ୍ଞାପନ କଲେ, ତଥାପି ସେମାନଙ୍କ ମନରେ ବୋଧହୁଏ ଏହି ଏକ ପ୍ରଶ୍ନ ଆସିଥିଲା ଯେ ଆଇବ ନିଜର ପାପ ନିମନ୍ତେ ଏହି ଯନ୍ତ୍ରଣା ଓ ଦୁଃଖ ଭୋଗୁନାହାନ୍ତି ତ? ବୋଧହୁଏ ଆଇବ ତାହାଙ୍କ ଜୀବନର ପାପ ଲାଗି ଏହିପରି କଷ୍ଟ ଭୋଗୁଛନ୍ତି। ଈଶ୍ୱର ତାହାଙ୍କୁ ଦଣ୍ଡ ଦେଇଛନ୍ତି। ସେ ନିଜ ପାପକୁ ନିଜେ ସୁଧାରିବା ଉଚିତ। ଏହା ହିଁ ଥିଲା ସେହି ବନ୍ଧୁମାନଙ୍କର ମନ୍ତବ୍ୟ। ମାତ୍ର ଆଇବଙ୍କ ପକ୍ଷେ ଏହି ସମସ୍ତ ଯାତନା ସହ୍ୟ କରିବା ସମ୍ଭବପର ଥିଲା, କିନ୍ତୁ ସେ ମିଥ୍ୟାରେ ଅନ୍ୟମାନଙ୍କ ଦ୍ୱାରା ଦୋଷୀକୃତ ହେବା ବା ନିନ୍ଦିତ ହେବାର ବିଷୟକୁ ସହ୍ୟ କରିପାରିଲେ ନାହିଁ। ତେଣୁକରି ସେ ତାହାଙ୍କର ମୁଖ ଫିଟାଇ କଥା କହିବାକୁ ଆରମ୍ଭ କଲେ, ଯାହାକି ଆମେ ଏହାର ପରବର୍ତ୍ତୀ ଅଧ୍ୟାୟରେ ଲକ୍ଷ୍ୟ କରିବାକୁ ପାରିବା। ପ୍ରିୟ ବନ୍ଧୁ, ଆମେ ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ କୌଣସି କଥା କହିବା ବା ବିଚାର କରିବା ଠିକ୍ ନୁହେଁ। ଏପରିକି ଆମେ ଅନ୍ୟର ଦୁଃଖ ତଥା ସମସ୍ୟା ବହୁଳ ଜୀବନକୁ ଦେଖି ତାହା ଯେ ତାହାର ପାପର ପ୍ରତିଫଳ, ତାହା ମଧ୍ୟ ଚିନ୍ତା କରିବା ବା କହିବା ଠିକ୍ ନୁହେଁ। କିନ୍ତୁ ଆମେ ନିଜେ ନିଜ ଜୀବନକୁ ସମୀକ୍ଷା କରିବା ଉଚିତ ଓ ସେହି ଲୋକ ନିମନ୍ତେ ପ୍ରାର୍ଥନା କରିବା ଉଚିତ। ଆଇବଙ୍କ ପରି ଆଜି ଯଦି ଆମ ଜୀବନରେ ପରୀକ୍ଷା ଆସେ, ତାହେଲେ ଆମେ ଭାଙ୍ଗି ନ ପଡ଼ି ବିଶ୍ୱାସରେ ସ୍ଥିର ରହିବା ଉଚିତ ଓ ପ୍ରଭୁଙ୍କଠାରେ ନିଜର ବିଶ୍ୱସ୍ତତା ତଥା ସାଧୁତା ରକ୍ଷା କରିବା ଉଚିତ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।